ନୀଳଗିରି ସିଆଡ଼ିମାଳ ପଞ୍ଚାୟତର ବାବନ୍ଧ ଗ୍ରାମର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲ ଘେରା ଝରଣାକୂଳା ବାସିନୀ ମା ବ୍ରାହ୍ମଣୀଙ୍କ ପୂଜା ବାବନ୍ଧ ଗ୍ରାମବାସୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଦିନ 1ଟା ବେଳେ ମହିଳା ଭକ୍ତମାନେ ବାନ୍ଧଘାଟରୁ କଳସ ଯାତ୍ରା କରିଥିବା ବେଳେ ପୁରୁଷମାନେ ଭଜନ କୀର୍ତ୍ତନ କରି ମାଙ୍କ ପାଖକୁ ଯାଇଥିଲେ। ଗ୍ରାମବାସୀମାନେ ବହୁ ବର୍ଷ ଧରି ମାଙ୍କ ବାର୍ଷିକ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ଚଳିତ ବର୍ଷ ସମ୍ଭାବ୍ୟ ଅନାବୃଷ୍ଟିରୁ ରକ୍ଷା ପାଇବା ପାଇଁ ମାଙ୍କ ଶରଣ ପଶି ସ୍ୱତନ୍ତ୍ର ଭାବେ ହୋମ କରାଯାଇଥିଲା। ବ୍ରାହ୍ମଣଙ୍କ ଦ୍ୱାରା ରାତି 8ଟାରେ ଘଟ ପୂଜା ପରେ ରାତି 10ଟାରୁ ଭୋର 4ଟା ପର୍ଯ୍ୟନ୍ତ ପାରମ୍ପରିକ ରୀତିରେ ଦେହୁରୀ ପୂଜା କରିବେ ବୋଲି ଗ୍ରାମବାସୀ ଜଣାଇଛନ୍ତି। ଶହ ଶହ ଗ୍ରାମବାସୀ ତଥା ମାଙ୍କ ଭକ୍ତ ଠୁଳ ହୋଇ ରାତ୍ରି ସାରା ଉଜାଗର ରହି ମାଙ୍କୁ ଆରାଧନା ଓ ଭଜନ କୀର୍ତ୍ତନ କରୁଛନ୍ତି। ପର୍ଯ୍ୟଟକଙ୍କ ଆକର୍ଷଣୀୟ ବ୍ରାହ୍ମଣୀ ଝରଣା ହୋଇଥିବାରୁ ବହୁ ପର୍ଯ୍ୟଟକ ମଧ୍ୟ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଉକ୍ତ ସ୍ଥାନଟି ମନୋଲୋଭା ପ୍ରାକୃତିକ ଆଧ୍ୟାତ୍ମିକ ସ୍ଥଳୀ ହୋଇଥିବାରୁ ଏହା ଅଧିକ ଆକର୍ଷଣୀୟ କରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବହୁ ପର୍ଯ୍ୟଟକ ଗ୍ରାମବାସୀଙ୍କୁ ବହୁ ଦିନରୁ ଦାବି ହୋଇ ଆସୁଛି। ସେହିଭଳି ଭାବରେ ଜଙ୍ଗଲରୁ ବିଷାକ୍ତ ଛତୁ ଖାଇବା ପରେ ପରିବାରର 4 ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରେମୁଣାସ୍ଥିତ ଫକୀରମୋହନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ହୁଡ଼ିସାହି ଗ୍ରାମର ସତୁରା ସିଂଙ୍କ ପରିବାର ଗୁରୁବାର ସକାଳେ ସତୁରା ସିଂ ନିକଟସ୍ଥ କୁଲଢିଆ ଜଙ୍ଗଲର ପାଦଦେଶରୁ ଛତୁ ଆଣିଥିଲେ। ପରେ ରୋଷେଇ କରି ପରିବାର ଉକ୍ତ ଛତୁକୁ ଖାଇଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।